ହେଲା ଦେଖନ୍ତୁ ଏ ଛୁଆ 9ଟା ହେଲାଣି ଏପର୍ଯ୍ୟନ୍ତ ଶୋଇଛି, ଉଠିବାର ନାହିଁ। କାରଣ ଏଠି ଶାଶୁ ଶୋଇଥିଲେ ତ ତାଙ୍କ ସାଙ୍ଗେ ଶୋଇଛି, କିନ୍ତୁ ସେ ଉଠିବାର ନାହିଁ। ଦେଖନ୍ତୁ ଉଠିବାର ନାହିଁ। ତାକୁ ଆସେ ଆସେ କହିଥିଲେ ପରା, ଆଉ ଥରେ ଡାକିଲେ ଉଠିବୁ ବୋଲି। ଭିଡ଼ିଓ ବନ୍ଦ କରିବି କାହିଁ? ତୁ ଏଠି ଦେଖନ୍ତୁ, ମାନେ ମୁଁ ବସିକି ମୋବାଇଲରେ ଦେଖୁଥିଲି କ'ଣ, ସେ କହିଲା ମାମା ମୁଁ ଶୋଇବି, ମଶାରୀ ଦେଇଦେ। ହେଲେ ମୁଁ ମଶାରୀ ଦେଇନଥିଲି ବୋଲି ସେ ଗୋଟେ ସାଇଡ୍ ହେଇକି ଶୋଇପଡ଼ିଛି। ହଁ ଘୋଡ଼େଇ ଦେବି, ତୁ ଆଗ ଶୋ ଟିକେ। ମୁଁ ଏଠି ମୋବାଇଲରେ କଥା ହେଉଥିଲି, ସେଥିଲାଗି ତାକୁ ନିଦଟା ଭାଙ୍ଗି ଯାଉଥିଲା ଆଉ ସେ ଶୋଇପାରୁନଥିଲା। ମୁଁ ତାକୁ ଏଥିଲାଗି କହୁଥିଲି ତୁ ଶୋଇପଡ଼େ, ଜଲ୍ଦି ଶୋଇପଡ଼େ। ସେ କହୁଥିଲା ମୋତେ ଟିକେ ଘୋଡ଼େଇ ଦେ, କାରଣ ତାକୁ ଥଣ୍ଡା ଲାଗୁଥିଲା। ଆଉ ମଶାରୀ ବି ଦେଇନଥିଲି, କାରଣ ଆମ ଏଠି ମଶା ହୁଅନ୍ତି ସବୁବେଳେ। ସେଥିଲାଗି ବର୍ଷ ସାରା ପୁରା ଆମେ ଦିନରେ ବି ରାତିରେ ବି ମଶାରୀ ଦେଇକି ହିଁ ଶୁଏ ସେ। ଚାଲନ୍ତୁ ଦେଖିବା ଆଉ କ'ଣ ବାକି ଅଛି, ସବୁ କାମ ସାରିଦେବା। ଦେଖନ୍ତୁ ଏତେ ସାରା ବାସନ ଅଛି ଠାକୁରଙ୍କର, ଏଇଟା ମୋତେ ସବୁ ମାଜିବାର ଅଛି ଏବେ, କାରଣ ମଇଳା ହେଇଯାଇଛି। ସେଇଦିନ ପୂଜା ଥିଲା, ମନେ ଥିବ ଆପଣଙ୍କର ସୁଦଶା ବ୍ରତ, ସେଥିଲାଗି ମୁଁ ସବୁ ବାସନ ଏଠି ମାଜି ଦେଉଥିଲି। ଆମ ଶାଶୁ ଆସିଥିଲେ ପୂଜା କରିବା ପାଇଁ। ମାଜିକିନା ମୋ ହାତ ପୁରା ଲାଲ ହେଇଗଲାଣି, ନଖ ମାନେ ବି କଳା ହେଇଗଲା। ଆଉ ଏଇଗୁଡ଼ାକ ଯେଉଁ ଲାଲ ଲାଲ ହେଇଛି, ସେଦିନ ମୁଁ ଏସିଡ଼ ପକେଇକି ମାନେ ଫ୍ଲୋରଟା ସଫା କରୁଥିଲି ଆଉ ବାଲ୍ଟି ବି ସଫା କରୁଥିଲି, ସେଥିଲାଗି ଲାଲ ଲାଲ ଚିହ୍ନ ବି ହେଇଯାଇଛି। ସୁଦଶା ବ୍ରତ ଜମା ଆରମ୍ଭ ହିଁ କରିନି, କାରଣ ଟାଇମ୍ ହେଲାନି। ଏଥର ବି ଝିଅର ଏକ୍ଜାମ୍ ଥିଲା ସେଦିନ, କାରଣ ଆମର ଫାଷ୍ଟ ସୁଦଶା ବ୍ରତ ପୂଜା କଲେ ଗାଁକୁ ହିଁ ଯିବାକୁ ପଡ଼ିବ, ତ ଗାଁକୁ ଯାଇ ହେଇନଥାନ୍ତା। ସେଥିଲାଗି ଶାଶୁ ଆସିଯାଇଥିଲେ ଏଇଠିକି ପୂଜା କରିବା ପାଇଁ। ନେକ୍ସଟ ଇୟର ମୁଁ କରିବି, ଯେଉଁଦିନ ଭଲ ପଡ଼ିବ ସେବେ କରିବି ପୂଜା। ଯେତିକି ପାରିଲି ସେତିକି ପୁରା ସଫା କରିଦେଲି। ଆଉ ଏଇଟା ବହୁତ ମଇଳା ହେଇଥିଲା, ଦେଖିଥିବେ, ମାନେ ବହୁତ କଳା ହେଇଥିଲା। ରେଗଡ଼େଇ ସଫା କଲାଠୁ ମଇଳା ପୁରା ଛାଡ଼ିଲି। ଆଉ କରିପାରିଲିନି, ଯାହା ଟିକେ ଟିକେ ରହିଗଲା। ବାକି ଆଉ ସବୁ ସଫା କରିଦେଲି। ଆଉ ଏଠି ମା ତାକୁ ଖୁଆଇ ଦେଉଛନ୍ତି ଭାତ, କାରଣ ସେ ନିଜେ ଜମା ବି ଖାଏନି। ଆଉ ଏମିତିରେ ବି ମା ଆସିଛନ୍ତି ଯେହେତୁ, ସେ କହିବ ବୋଉ ତୁ ନିଜେ ହିଁ ମୋତେ ଖୁଆଇ ଦେ, ନହେଲେ ମୁଁ ଖାଇବିନି। ସେ ଜିଦ୍ଦି କରେ ଟିକେ ତାଙ୍କ ଆଗରେ। ଛୋଟ ଛୁଆ ତ ସମସ୍ତଙ୍କ ଆଗରେ ଜିଦ୍ଦି କରନ୍ତି, ଜେଜେମାଙ୍କ ଆଗରେ। ସେଥିଲାଗି ସେ ଭିଡ଼ିଓଟା ଟିକେ ଆଗ ହେଇଯାଇଥିଲା। ମା ପୂଜା କରୁଛନ୍ତି ଏଇଟା, ସେ ପୂଜା ବହୁତ ବଢ଼ିଆ ସୁନ୍ଦର କରିଦେଲା। ମୁଁ ଏଠି ଟିକେ ଅଳତା ଲଗେଇଦେଲି, ତାପରେ ଆସିଗଲି କିଚେନକୁ। କ'ଣ କରିବା ପାଇଁ? ମଣ୍ଡା ପିଠା କରିବା ପାଇଁ। ଫାଷ୍ଟ ଯେଉଁ ପୂଜାରେ ମଣ୍ଡା ପିଠା ଲାଗିବ 10ଟା, ସେଇଟା ପୁରା ମା କରିଦେଇଥିଲେ ଭଲ କି, ଆଉ ନେଇଯାଇଥିଲେ। ଆଉ ବାକି 3-4ଟା ଖାଲି ଥିଲା, ମୁଁ ତାଙ୍କୁ କହିଲି ଛାଡ଼ିଦିଅ ମୁଁ କରିବି। ସେମିତିରେ ତ ମଣ୍ଡା ପିଠା ମୋତେ ଆସେନି କରି ଠିକ୍ସେ, କିନ୍ତୁ ମୁଁ ଥରେ ଟ୍ରାଏ କରିଛି ନିଶ୍ଚୟ, କିନ୍ତୁ ସେଇଟା ବହୁତ ସାଇଜ୍ଟା ଟିକେ ବଡ଼ ବଡ଼ ହେଇଯାଇଥିଲା। ଏଇଠି ସେ ଛାଡ଼ି ଦେଇଥିଲେ, କିନ୍ତୁ ଏଥର ମୁଁ କଲି, ଠିକ୍ ସାଇଜ୍ ହେଇଗଲା ସବୁ ଭଲ ବି। କିନ୍ତୁ ପ୍ରୋବ୍ଲେମ୍ କ'ଣ ହେଲା ଜାଣିଛନ୍ତି? ଟିକେ ଅଧିକା ଟାଇମ୍ ସେ ଗରମ ପାଣିରେ ତାକୁ ଟିକେ ରଖିଦେଇଥିଲି, ଯେହେତୁ ଗୋଟେ ପୁରା ମାନେ ମିଶି ଯାଇଥିଲା, ପୁରା ପେଚା ହେଇଯାଇଥିଲା, ମାନେ ଅଲଗା ଟାଇପ୍ର ହେଇଯାଇଥିଲା କୁହନ୍ତୁନି। ଯାହା ବି ହଉ ଫାଷ୍ଟ ଟାଇମ୍ ତ କେହି ଶିଖନ୍ତିନି ନା, ଆଟଲିଷ୍ଟ ଥରେ 2 ଥର କଲା ପରେ ହିଁ ଶିଖନ୍ତି। ଦେଖନ୍ତୁ ସାଙ୍ଗମାନେ, ମାନେ ହୋଲି ଷ୍ଟାର୍ଟ ହେଇନି, କିନ୍ତୁ ତାର ହୋଲି ଖେଳିବା ଷ୍ଟାର୍ଟ ହେଇଗଲାଣି। ଖାଲି ପାଣି ଆଣିକି ସେଇଟା ସେ ମାରୁଛି, ମୋତେ କହୁଛି ପାଣି ଆଣିଦେ ମୁଁ ସେଇଥିରେ ଖେଳିବି। କିଏ ମଟର ତରକାରୀରେ କାଜୁ ପକଉଛି? ମଟର ତରକାରୀରେ କାଜୁ ପକଉଛନ୍ତି? ପକା ହୁଏ କୋଉଠି ଶିଖିଥିଲ ଯେ? ଖାଇ ପେଟ ବାହାରିଗଲାଣି ବୋଧେ। ଏଇଟା ତରକାରୀ ହବ। ଆପଣମାନେ ଦେଖିଲେ ତ, ମଟର ତରକାରୀରେ ବି କାଜୁ ପକାନ୍ତି। କିଏ ପକାଉଛନ୍ତି ତାଙ୍କ ଭଳି ମୋତେ କହିବେ ନିଶ୍ଚୟ କମେଣ୍ଟ ସେକ୍ସନରେ। ଆଉ ଏଠି ମା ପଣସ କାଟୁଥିଲେ ପଣସ ଭାଜିବା ପାଇଁ, ସେଥିଲାଗି ମୁଁ ଅରୁଆ ଚାଉଳ ଟିକେ ବତୁରେଇ ଦେଇଥିଲି। ମାନେ ସେଇଟା ବତୁରେଇକି ମୁଁ ତାକୁ ଗ୍ରାଇଣ୍ଡିଙ୍ଗ କରିଥାନ୍ତି। ସେଥିରେ ମୁଁ ଅଦା, ଲଙ୍କା, ଜିରା ସବୁ ଦେଇକି ଯେଉଁ ମାନେ ପଣସ କଠା ଭଜା ଯେଉଁ କୁହନ୍ତି,
ସେଇଟା ମୁଁ ଭାଜିବି। ସେଥିଲାଗି ବହୁତ ଟେଷ୍ଟ ଲାଗେ ଚାଉଳ ବଟାରେ ଭାଜିଲେ। ଏଠି ମୁଁ ନେଇ ଯାଇଥିଲି ପଣସକୁ, ଆଉ କଡ଼େଇରେ ସିଝେଇଲେ ବହୁତ ଟାଇମ୍ ଲାଗିଥାନ୍ତା, ସେଥିଲାଗି ମୁଁ ତାକୁ ପ୍ରେସର ମାରିଦେଲି। ଆଉ ଏସବୁ ମୁଁ ବାଟିକି ପୁରା ତାକୁ ପେଷ୍ଟ କରିକି ତାପରେ ଗୋଳେଇକିନା ସେଇଟା ଭାଜିବି। ଦେଖିବେ କେତେ ସୁନ୍ଦର ପୁରା ଗୋଲ୍ଡେନ କଲର ହେବା ତକ ଆପଣ ପୁରା ଭାଜିବେ, ଆଉ ଗରମ ଗରମ ହିଁ ଖାଇବେ। ସେଥିରେ ବି ସାଙ୍ଗମାନେ ସବୁ ଜିନିଷ ଗରମ ଗରମ ଖାଇଲେ ହିଁ ବହୁତ ଭଲ ଲାଗେ, ନହେଲେ ଥଣ୍ଡା ହେଇଗଲେ ତ ସେ ଜିନିଷର ମଜା ହିଁ ଭଲ ଲାଗେନି। ଏଠି ମାନେ ଟିକେ ବେଶୀ କ୍ୱାଣ୍ଟିଟିର ମୁଁ ଟିକେ ଚାଉଳ ବତୁରେଇ ଦେଇଥିଲି, ସେଥିଲାଗି ବେଶୀ ହେଇଯାଇଥିଲା। ହଉ କିଛି ନାହିଁ, ନେକ୍ସଟ ଯାହା ବି ଭାଜିବା ଟିକେ ରହିଯିବ ଯଦି ଫ୍ରିଜରେ, ପରେ ହେଇଯିବ ଆମର କାମ ସୁବିଧା। ସେଥିଲାଗି ଚାଲନ୍ତୁ ଦେଖିବା କେମିତି ମୁଁ ଭାଜୁଛି। ଯେଉଁମାନେ ଜାଣିନାହାନ୍ତି ଏ ରେସିପିଟା ଦେଖୁଥାନ୍ତୁ, ଥରେ ଥରେ ଟ୍ରାଏ କରିକି ନିଶ୍ଚୟ ବନେଇକି ଖାଇବେ, ବହୁତ ବଢ଼ିଆ ଲାଗେ। ଯେହେତୁ ଆମର ଏଇଟା ହେଉଛି ଓଡ଼ିଶାରେ ଡିସ୍, ଓଡ଼ିଶା ରେସିପିଟା। ଚାଲନ୍ତୁ ଦେଖିବେ ମୋ ହାତରେ କେମିତି ମାନେ ରେଡ୍ ମାନେ ସ୍ପଟ୍ ହେଇଯାଇଛି। ଏଇଗୁଡ଼ା କେମିତି ହେଇଛି ଜାଣିଛନ୍ତି? ଆକ୍ଚୁଆଲି ମୁଁ ଏସିଡ୍ରେ ମାନେ ଫ୍ଲୋର୍ଟା ସଫା କରୁଥିଲି, ସେଥିରୁ ଯେଉଁ ଛିଟକି ଯାଇଥିଲା ଟିକେ ଟିକେ ପଡ଼ି ଯାଇଥିଲା ମୋ ହାତରେ, ସେଥିଲାଗି ପୁରା ରେଡନେସ୍ ହେଇଯାଇଥିଲା। ମାନେ ସେମିତି ପୋଡ଼େନି ଏସିଡ୍ଟା, କିନ୍ତୁ ଟିକେ ବି ଯେଉଁ ପିମ୍ପୁଡ଼ି କାମୁଡ଼ିଲା ଭଳିଆ ସେମିତି ହିଁ ଲାଗେ। ଠିକ୍ ଅଛି ସାଙ୍ଗମାନେ, ମୋ ଭିଡ଼ିଓ ଦେଖୁଥାନ୍ତୁ ଲାଷ୍ଟ ତକ। ମୁଁ ରହିଲି, ଆଉ ଗୋଟେ ଆସିବି ନୂଆ ଭିଡ଼ିଓ ନେଇକି। ଜମା ବି ସ୍କିପ୍ କରନ୍ତୁନି, ସବୁ ଲଙ୍ଗ ଭିଡ଼ିଓ ଦେଖନ୍ତୁ, ଆଉ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ ଦିଅନ୍ତୁ। ଠିକ୍ ଅଛି, ବାଏ।